Hello everyone, Jai Jagannath. Welcome back to my YouTube channel, Path Education. ପିଲାମାନେ ଭିଡ଼ିଓଟିକୁ ଲାଇକ୍ କରି ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ଟି ପ୍ରେସ୍ କରିଦିଅନ୍ତୁ ଯାହାଫଳରେ କି ଆମ ନୂଆ ଭିଡ଼ିଓ ନୋଟିଫିକେସନ୍ ଆପଣଙ୍କ ସହଜରେ ପହଞ୍ଚିଯାଇପାରିବ। ପିଲାମାନେ ଚ୍ୟାନେଲକୁ ଆଉ ଟିକେ ନ କରି ଜଲ୍ଦି ଭିଡ଼ିଓ କରିବା ପିଲାମାନେ ଆଜି ଆମେ ଦେଖିବା ସମାଜ ବିଜ୍ଞାନ ଓ ନୃତତ୍ତ୍ୱ ସୋସିଓଲୋଜି ଆଣ୍ଡ ଆନ୍ଥ୍ରୋପୋଲୋଜି। ପିଲାମାନେ ପୂର୍ବ କ୍ଲାସ୍ରେ ଆମେ ପଢ଼ିଥିଲେ ସମାଜ ବିଜ୍ଞାନ ଓ ମନୋବିଜ୍ଞାନ। ଆଜିର କ୍ଲାସ୍ରେ ପଢ଼ିବା ସମାଜ ବିଜ୍ଞାନ ଓ ନୃତତ୍ତ୍ୱ ସୋସିଓଲୋଜି ଆଣ୍ଡ ଆନ୍ଥ୍ରୋପୋଲୋଜି। ପିଲାମାନେ ଆନ୍ଥ୍ରୋପୋଲୋଜି ବା ନୃତତ୍ତ୍ୱ କାହାକୁ କୁହାଯାଏ? ପିଲାମାନେ ନୃତତ୍ତ୍ୱ ଏକ ସାମାଜିକ ବିଜ୍ଞାନ। ଏହି ସାମାଜିକ ବିଜ୍ଞାନ ମଧ୍ୟ ସମାଜ ବିଜ୍ଞାନ ପରି ମାନବକୁ ଅଧ୍ୟୟନ କରିଥାଏ। ନୃତତ୍ତ୍ୱର ଇଂରାଜୀ ଶବ୍ଦ ଆନ୍ଥ୍ରୋପୋଲୋଜି। ଏହା ଦୁଇଟି ଇଂରାଜୀ ଶବ୍ଦରୁ ସୃଷ୍ଟି ହୋଇଛି, ଆନ୍ଥ୍ରୋପସ୍ ଓ ଲୋଗୋସ୍। ଆନ୍ଥ୍ରୋପସ୍ର ଅର୍ଥ ହେଉଛି ପିଲାମାନେ ମଣିଷ ଓ ଲୋଗୋସ୍ର ଅର୍ଥ ମାନେ ଜାଣିଥିବ ବିଜ୍ଞାନ ବା ଅଧ୍ୟୟନ। ଅନେକ ସାଧାରଣ ବିଷୟ ଏହି ଦୁଇଟି ସାମାଜିକ ବିଜ୍ଞାନର ପରିସରଭୁକ୍ତ ଅଟେ। ସମାଜ, ସଂସ୍କୃତି, ପରିବାର, ଧର୍ମ ଇତ୍ୟାଦିକୁ ଉଭୟ ଅଧ୍ୟୟନ କରନ୍ତି। ତେଣୁ A.L. କ୍ରୋବରଙ୍କ ମତରେ ସମାଜ ବିଜ୍ଞାନ ଓ ନୃବିଜ୍ଞାନ ଦୁଇଟି ଯାଆଁଳା ଭଉଣୀ। ନୃବିଜ୍ଞାନ କହିଲେ ମାନବର ବିଜ୍ଞାନ କିମ୍ବା ମାନବ ସମ୍ବନ୍ଧରେ ଅଧ୍ୟୟନ ଅଟେ। ନୃତତ୍ତ୍ୱ ମୁଖ୍ୟତଃ ତିନି ଭାଗରେ ଭାଗ କରାଯାଇଛି। ସେଗୁଡ଼ିକ ହେଲା ଶାରୀରିକ ନୃତତ୍ତ୍ୱ ବା ଫିଜିକାଲ ଆନ୍ଥ୍ରୋପୋଲୋଜି, ଦୁଇରେ ହେଲା ପ୍ରାଗ୍ ଐତିହାସିକ ନୃତତ୍ତ୍ୱ ବା ପ୍ରି ହିଷ୍ଟୋରିକ୍ ଆନ୍ଥ୍ରୋପୋଲୋଜି, ତିନିରେ ହେଉଛି ସାମାଜିକ ସାଂସ୍କୃତିକ ନୃତତ୍ତ୍ୱ ବା ସୋସିଆଲ ଆଣ୍ଡ କଲଚରାଲ ଆନ୍ଥ୍ରୋପୋଲୋଜି। ପିଲାମାନେ ଏଇଠି ଦେଖିପାରୁଥିବ ତିନୋଟି ଭାଗରେ ଭାଗ କରାଯାଇଛି। ପିଲାମାନେ ପ୍ରଥମେ ଦେଖିବା ଆମେ ଶାରୀରିକ ନୃତତ୍ତ୍ୱ କାହାକୁ କୁହାଯାଏ ବା ଫିଜିକାଲ ଆନ୍ଥ୍ରୋପୋଲୋଜି କାହାକୁ କୁହାଯାଏ। ଶାରୀରିକ ନୃତତ୍ତ୍ୱ ବା ଫିଜିକାଲ, ଏହି ଶାରୀରିକ ନୃତତ୍ତ୍ୱରେ ମନୁଷ୍ୟର ଶାରୀରିକ ଲକ୍ଷଣମାନ ଅନୁଧ୍ୟାନ କରାଯାଇଥାଏ। ଏଥିରେ ମନୁଷ୍ୟର ଶାରୀରିକ ଅଂଶମାନ ତୁଳନା କରିବା ଏବଂ ସେମାନଙ୍କର ଆଙ୍ଗୁଠି ଛାପ, କେଶର ଆକୃତି ଇତ୍ୟାଦି ବିଷୟରେ ଅଧ୍ୟୟନ କରାଯାଇଥାଏ। ମନୁଷ୍ୟର ସାମାଜିକ ଜୀବନ ସହ ତାର ଶାରୀରିକ ଗଠନର ସମ୍ପର୍କ ବିଷୟରେ ବୁଝାଉଥିବାରୁ ଏହା କେତେକାଂଶ ସମାଜ ବିଜ୍ଞାନ ସହ ସମ୍ପୃକ୍ତ। ପିଲାମାନେ ବୁଝିପାରିଲ କ'ଣ କହିଲା ନା ଏହି ଶାରୀରିକ ନୃତତ୍ତ୍ୱରେ କ'ଣ ହୁଏ ନା ମନୁଷ୍ୟର କେଶ, ଆଙ୍ଗୁଠି ଛାପ ଏସବୁ ବିଷୟରେ କ'ଣ ହୁଏ ନା ସେ ଅଧ୍ୟୟନ କରିଥାଏ। ମନୁଷ୍ୟର ସାମାଜିକ ଜୀବନ ସହ ତାର ଶାରୀରିକ ଗଠନର ସମ୍ପର୍କ ବିଷୟରେ ବୁଝାଏ। ବୁଝିପାରୁଛ ନା ନାହିଁ? ପ୍ରାଗ୍ ଐତିହାସିକ ନୃତତ୍ତ୍ୱ ପିଲାମାନେ ତାପରେ ପ୍ରି ହିଷ୍ଟୋରିକ୍ ଆନ୍ଥ୍ରୋପୋଲୋଜି କାହାକୁ କୁହାଯାଏ ନା ପ୍ରତ୍ନତାତ୍ତ୍ୱିକ ନୃତତ୍ତ୍ୱ କିମ୍ବା ପ୍ରାଗ୍ ଐତିହାସିକ ନୃତତ୍ତ୍ୱ କହିଲେ ମାନବ ସଭ୍ୟତାର ପ୍ରାଚୀନତମ ନମୁନା ଗୁଡ଼ିକ ବିଭିନ୍ନ ଖୋଦନ ସାହାଯ୍ୟରେ ପ୍ରକାଶ କରାଯାଇଥାଏ। ପିଲାମାନେ ଖୋଳିକି ଯାଉ ଆମେ ବିଭିନ୍ନ ପ୍ରକାର ପଥର ହଉ କି ବିଭିନ୍ନ ପ୍ରକାର ସବୁ ଜିନିଷ ହାତ ତିଆରି ହଉ ଯାହା ଆମେ ମାଟି ତଳୁ ଖୋଳିକି ସବୁ ଉଦ୍ଭାବନ କରୁଛେ ସେ ସବୁ କାରଣ ନା ନୃବିଜ୍ଞାନୀ ମାନଙ୍କର କାମ। ନୃତତ୍ତ୍ୱ ବା ନୃବିଜ୍ଞାନ ହିଁ ସେଗୁଡ଼ାକ ସବୁ ଉଦ୍ଭାବନ କରୁଛି ଆଉ ଯାହାଫଳରେ କି ଆମର ଇତିହାସ ରଚନା କରାଯାଇପାରୁଛି ଏବଂ ତାହାକୁ ନେଇକି ମଧ୍ୟ ସାମାଜିକ ବିଜ୍ଞାନ ରଚନା ହେଇପାରୁଛି। ବୁଝିପାରୁଛ ନା ନାହିଁ? ତାପରେ ସାମାଜିକ ଓ ସାଂସ୍କୃତିକ ନୃତତ୍ତ୍ୱ ସୋସିଆଲ ଆଣ୍ଡ କଲଚରାଲ ଆନ୍ଥ୍ରୋପୋଲୋଜି। ସମାଜ ବିଜ୍ଞାନର ଯେଉଁ ସବୁ ତଥ୍ୟ ପରସ୍ପର ଅନ୍ତର୍ଭୁକ୍ତ, ସାମାଜିକ ଓ ସାଂସ୍କୃତିକ ନୃତତ୍ତ୍ୱରେ ମଧ୍ୟ ସେହି ସବୁ ପରିସରକୁ ଅଧ୍ୟୟନ କରାଯାଇଥାଏ। ସମାଜ ବିଜ୍ଞାନ ନୃବିଜ୍ଞାନ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ସମାଜ ବିଜ୍ଞାନର ଏକ ଐତିହାସିକ ଦିଗ ସାଂସ୍କୃତିକ ନୃବିଜ୍ଞାନ ସହିତ ସମ୍ପୃକ୍ତ। ବର୍ତ୍ତମାନର ସାମାଜିକ ଜୀବନକୁ ବୁଝିପାରିବା ପାଇଁ ଆମକୁ ନୃବିଜ୍ଞାନର ସାହାଯ୍ୟ ନେବାକୁ ପଡ଼ିଥାଏ। ସମାଜ ବିଜ୍ଞାନ ସାମ୍ପ୍ରତିକ ସାଂସ୍କୃତିକ ବିଳମ୍ବନ, ସାଂସ୍କୃତିକ ପରିବର୍ତ୍ତନ ଓ ଅନ୍ୟାନ୍ୟ ସମ୍ପ୍ରଦାୟ ଗୁଡ଼ିକୁ ଗ୍ରହଣ କରିଥାଏ। ସେହିପରି ନୃବିଜ୍ଞାନ କ'ଣ କରେ ନା ସମାଜ ବିଜ୍ଞାନ ଉପରେ ନିର୍ଭର କରିଥାଏ। ବୁଝିପାରିଲ ପିଲାମାନେ? ସିମ୍ପଲ। ତାପରେ ପିଲାମାନେ ଜଣେ ବୈଜ୍ଞାନିକ ଆସିଲେ, ତାଙ୍କ ନାଁ ହେଉଛି ହୋବେଲ। ହୋବେଲ କ'ଣ କହିଲେ ନା ଏକ ବ୍ୟାପକ ଦୃଷ୍ଟିକୋଣରୁ ସମାଜ ବିଜ୍ଞାନ ଓ ସାମାଜିକ ନୃତତ୍ତ୍ୱର କ୍ରିୟାକଳାପକୁ ବିଚାର କଲେ ତାହା ଏକା ବୋଲି ଜଣାପଡ଼ିବ। ନା ଗୋଟିଏ ଦୃଷ୍ଟିକୋଣରୁ ଯଦି ଆମେ ସମାଜ ବିଜ୍ଞାନ ଓ ସାମାଜିକ ନୃତତ୍ତ୍ୱର କାର୍ଯ୍ୟକଳାପକୁ ଆମେ ଅନୁଧ୍ୟାନ କରିବା ବା ବିଚାର କରିବା
ତାହେଲେ ଏହା ଏକା ବୋଲି ଜଣାପଡ଼ିବ ପିଲାମାନେ। ଆଉ ଜଣେ ଆସିଲେ ଇଭାନ୍ ପ୍ରିଚାର୍ଡ। ଇଭାନ୍ ପ୍ରିଚାର୍ଡଙ୍କ ମତରେ ସାମାଜିକ ନୃତତ୍ଵ ସମାଜ ବିଜ୍ଞାନର ଏକ ଅଂଶ ଅଟେ। ତାପରେ ପିଲାମାନେ ଆମେ ଦେଖିବା ଏହାର ସାମଞ୍ଜସ୍ୟ କ'ଣ ବା ସିମିଲାରିଟି ଏଥିରେ କ'ଣ ଅଛି। ସମାଜ ବିଜ୍ଞାନ ଓ ନୃତତ୍ଵ ପରସ୍ପର ଉପରେ ନିର୍ଭରଶୀଳ ଅଟନ୍ତି। ଉଭୟ ସମାଜ ବିଜ୍ଞାନ ଓ ନୃତତ୍ଵ ମାନବ ସମାଜକୁ ଅଧ୍ୟୟନ କରନ୍ତି। ମାନବ ସମାଜର କ୍ରିୟାକଳାପ, ବ୍ୟବହାର, ଚାଲିଚଳନ, ନୀତି ନିୟମ ଇତ୍ୟାଦିକୁ ଉଭୟ ବିଜ୍ଞାନ ଅଧ୍ୟୟନ କରିଥାନ୍ତି। ସେମାନଙ୍କର ଅଧ୍ୟୟନର ପରିସର ମଧ୍ୟକୁ ପରିବାର, ଗୋଷ୍ଠୀ, ସମ୍ପ୍ରଦାୟ, ଜାତି ପ୍ରଭୃତି ଆସିଥାନ୍ତି। ସାଂସ୍କୃତିକ ନୃତତ୍ଵର କେତେକ ଚିନ୍ତା ଚେତନା ସମାଜ ବିଜ୍ଞାନରେ ଦେଖାଯାଇଥାଏ। ସେଭଳି ପିଲାମାନେ ଆଉ ଜଣେ ସମାଜ ବିଜ୍ଞାନୀ ଆସିଲେ ରବର୍ଟ ରେଡଫିଲ୍ଡ। ରବର୍ଟ ରେଡଫିଲ୍ଡ ପିଲାମାନେ ଯୁକ୍ତରାଷ୍ଟ୍ର ଆମେରିକାକୁ ଅଧ୍ୟୟନ କରି ମତବ୍ୟକ୍ତ କରିଛନ୍ତି ଯେ ନୃତତ୍ଵ ଓ ରାଜନୀତି ବିଜ୍ଞାନ ମଧ୍ୟରେ ଥିବା ସମ୍ପର୍କ ଅପେକ୍ଷା ସମାଜଶାସ୍ତ୍ର ଓ ନୃତତ୍ଵ ସମ୍ପର୍କ ଅତି ଘନିଷ୍ଠ ଅଟେ। ଉଭୟ ସମାଜ ବିଜ୍ଞାନ ଓ ନୃବିଜ୍ଞାନ ମାନସିକ ସମ୍ପର୍କ, ଅନୁଷ୍ଠାନ ଓ କାର୍ଯ୍ୟକଳାପ ଆଦିକୁ ଅଧ୍ୟୟନ କରିଥାନ୍ତି। ଏହା ସ୍ପଷ୍ଟ ଯେ ନୃତତ୍ଵ ମନୁଷ୍ୟ କ'ଣ ବୋଲି ପର୍ଯ୍ୟାଲୋଚନା କରୁଥିବା ବେଳେ ସମାଜଶାସ୍ତ୍ର ମନୁଷ୍ୟକୁ ଏକ ସାମାଜିକ ପ୍ରାଣୀ ବୋଲି ଅଭିହିତ କରିଥାଏ। ପିଲାମାନେ ନୃତତ୍ଵ କ'ଣ କରିଥାଏ ନା ସମାଜ ମନୁଷ୍ୟକୁ କ'ଣ ବୋଲି ବିବେଚନା କରିଥାଏ, କିନ୍ତୁ ସମାଜଶାସ୍ତ୍ର କ'ଣ କରିଥାଏ ମନୁଷ୍ୟକୁ ଏକ ସାମାଜିକ ପ୍ରାଣୀ ବୋଲି ବିବେଚନା କରିଥାଏ। ବର୍ତ୍ତମାନ ସାମାଜିକ ଜୀବନ ଓ ଘଟଣାବଳୀକୁ ଉତ୍ତମ ରୂପେ ବୁଝିବା ପାଇଁ ନୃତତ୍ଵର ସାହାଯ୍ୟ ନିହାତି ଆବଶ୍ୟକ। ସମାଜଶାସ୍ତ୍ରରେ ଐତିହାସିକ ଦିଗ ସାଂସ୍କୃତିକ ନୃତତ୍ଵ ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ତାପରେ ପିଲାମାନେ ଆଉ ଜଣେ ଆସିଲେ ବି ମୋଲିନେସ୍କି। ବି ମୋଲିନେସ୍କିଙ୍କ ଗବେଷଣା ସମାଜଶାସ୍ତ୍ର ପାଇଁ ଖୁବ୍ ମୂଲ୍ୟବାନ ଅଟେ। ସାଂସ୍କୃତିକ ଅଧ୍ୟୟନ କ୍ଷେତ୍ରରେ ସେ ଗୁରୁତ୍ୱ ଦେଇଛନ୍ତି। ପ୍ରସିଦ୍ଧ ନୃତତ୍ଵବିତ୍ ରାଡକ୍ଲିଫ୍ ବ୍ରାଉନ ଓ ବି ମାଲିନୋସ୍କି, ରାଲ୍ଫ ଲିଣ୍ଟନ, ଲୁଇ ରେମଣ୍ଡ ପାର୍ଥ, ମାର୍ଗାରେଟ ମିଡ୍ ଇତ୍ୟାଦି ଯାହା ସବୁ ଅଧ୍ୟୟନ କରିଛନ୍ତି ସେସବୁ ସମାଜ ବିଜ୍ଞାନ ପାଇଁ ସାହାଯ୍ୟ ଯୋଗାଇ ପାରିଛି। ତେଣୁ ସମାଜ ବିଜ୍ଞାନ ବିନା ନୃତତ୍ଵର ସ୍ଥିତି ନାହିଁ ଏବଂ ନୃତତ୍ଵ ବିନା ସମାଜ ବିଜ୍ଞାନର ସ୍ଥିତି ନାହିଁ। ପିଲାମାନେ ନୃତତ୍ଵ ବିନା ସମାଜଶାସ୍ତ୍ର କିଛି ନୁହଁ କି ସମାଜଶାସ୍ତ୍ର ବିନା ନୃତତ୍ଵ କିଛି ନୁହଁ। ପିଲାମାନେ ଆମେ ଏବେ ଦେଖିବା ଏହା ଭିତରେ କ'ଣ ସବୁ ପାର୍ଥକ୍ୟ ରହିଛି। ପାର୍ଥକ୍ୟ ଗୁଡ଼ିକ କ'ଣ? ସମାଜ ବିଜ୍ଞାନ ଓ ନୃତତ୍ଵ ଭିତରେ ପାର୍ଥକ୍ୟ। ଏକରେ ଦେଲା ସମାଜ ବିଜ୍ଞାନ ଆଧୁନିକ ଶିଳ୍ପ ସଭ୍ୟତା, ସହରୀ ଓ ସଭ୍ୟତା ଓ ଶିକ୍ଷିତ ମାନବ ସମାଜକୁ ଅଧ୍ୟୟନ କରିଥାଏ। ନୃତତ୍ଵ ପୁରାତନ ସମାଜ, ପ୍ରାଗୈତିହାସିକ ଏବଂ ଶିକ୍ଷା ଓ ସଭ୍ୟତାର ଆଲୋକ ଦେଖିନଥିବା ସମାଜର ଅଧ୍ୟୟନ କରିଥାଏ। ଦୁଇରେ ଦେଲା ସମାଜ ବିଜ୍ଞାନ ଜଟିଳ ଆଧୁନିକ ସମାଜର କୌଣସି ଏକ ସାମାଜିକ ଅନୁଷ୍ଠାନର ବ୍ୟାଖ୍ୟା କରିଥାଏ, ଯେପରିକି ବିବାହ, ପରିବାର, ସାମାଜିକ ପରିବର୍ତ୍ତନ ଇତ୍ୟାଦି। ୟାର ଦେଲା କ'ଣ ନା ନୃତତ୍ଵବିତ୍ ମାନେ ପ୍ରାଗ ଐତିହାସିକ କାଳରେ କ୍ଷୁଦ୍ର ସମାଜକୁ ବ୍ୟାଖ୍ୟା କରିଥାନ୍ତି। ତିନିରେ ଦେଲା ସମାଜ ବିଜ୍ଞାନ ଏକ ଜଟିଳ ବ୍ୟବସ୍ଥା ହୋଇଥିବାରୁ ଏହାର ପରିସର ବ୍ୟାପକ ଅଟେ। ନୃତତ୍ଵ ଏକ କ୍ଷୁଦ୍ର ସମାଜକୁ ଅଧ୍ୟୟନ କରିଥିବାରୁ ଏହାର ପରିସର କ୍ଷୁଦ୍ର ଅଟେ। ଚାରିରେ ଦେଲା ସମାଜ ବିଜ୍ଞାନ ପରୋକ୍ଷ ପଦ୍ଧତି ବା ନିୟମରେ ତଥ୍ୟ ସଂଗ୍ରହ କରିଥାଏ ବା ସେକେଣ୍ଡାରୀ ସୋର୍ସ ବା ପରିସଂଖ୍ୟାନ, ପ୍ରଶ୍ନାବଳୀ, ସାକ୍ଷାତକାର ପଦ୍ଧତି ପ୍ରୟୋଗ କରି ତଥ୍ୟ ସଂଗ୍ରହ କରିଥାଏ। ନୃବିଜ୍ଞାନ କ'ଣ କରିଥାଏ ନା ପ୍ରତ୍ୟକ୍ଷ ପର୍ଯ୍ୟବେକ୍ଷଣ ପଦ୍ଧତିରେ ତଥ୍ୟ ସଂଗ୍ରହ କରିଥାଏ, ମାନେ ଡିରେକ୍ଟଲି ଯାଇକି ସେଠିକି ସେମାନେ ପର୍ଯ୍ୟବେକ୍ଷଣ କରିଥାନ୍ତି। ପାଞ୍ଚରେ ଦେଲା ସମାଜ ବିଜ୍ଞାନର ଐତିହାସିକ ତଥ୍ୟ ଉପରେ ଗୁରୁତ୍ୱ ଦେଇଥାଏ। ନୃତତ୍ଵ ଐତିହାସିକ ତଥ୍ୟ ଉପରେ ଗୁରୁତ୍ୱ ଦେଇନଥାଏ। ଛଅରେ ଦେଲା ପିଲାମାନେ ସମାଜ ବିଜ୍ଞାନକୁ ଆଂଶିକ ଅଧ୍ୟୟନ ବୋଲି କୁହାଯାଏ, କାରଣ ଏହା ସମାଜର ଗୋଟିଏ ବିଭାଗ ବା କେତେକ ଅନୁଷ୍ଠାନକୁ ଅଧ୍ୟୟନ କରିଥାଏ। ନୃତତ୍ଵ ଏକ କ୍ଷୁଦ୍ର ସମାଜକୁ ଅଧ୍ୟୟନ କରୁଥିବାରୁ ସାମଗ୍ରିକ ଭାବରେ ସମାଜର ଅନୁଶୀଳନ କରିଥାଏ। ସାତରେ ଦେଲା ସମାଜ ବିଜ୍ଞାନ ମାନେ ବୃହତ ସମାଜକୁ ଅଧ୍ୟୟନ ବା ଅନୁଧ୍ୟାନ କରିଥାନ୍ତି। ନୃବିଜ୍ଞାନୀ ମାନେ କ୍ଷୁଦ୍ର ସମାଜକୁ ଅନୁଧ୍ୟାନ ବା ଅଧ୍ୟୟନ କରିଥାନ୍ତି। ଆଠରେ ଦେଲା ପିଲାମାନେ ନୃବିଜ୍ଞାନରେ ସଂଗୃହୀତ ତଥ୍ୟାବଳୀ ଅଳ୍ପ କେତେକ ମତ ଉପରେ ପ୍ରତିଷ୍ଠିତ। ସମାଜ ବିଜ୍ଞାନ କ୍ଷେତ୍ରରେ ସଂଗୃହୀତ ତଥ୍ୟାବଳୀ ଅପେକ୍ଷାକୃତ ବହୁତ ଅଧିକ ସଂଖ୍ୟକ ବ୍ୟକ୍ତିଙ୍କ ମତ ଉପରେ ପର୍ଯ୍ୟବେସିତ। ନଅରେ ଦେଲା ସମାଜ ବିଜ୍ଞାନ ବର୍ତ୍ତମାନ ସାମାଜିକ ଘଟଣାବଳୀ ଓ କାର୍ଯ୍ୟକଳାପକୁ ଅନୁଧ୍ୟାନ କରିଥାଏ।
ନୃତତ୍ତ୍ୱ ଅତୀତର ସାମାଜିକ ଘଟଣାବଳୀ ଓ ପ୍ରାଚୀନ ମାନବର କାର୍ଯ୍ୟକଳାପକୁ ଅଧ୍ୟୟନ କରିଥାଏ। 10 ଦେଲା ସମାଜ ବିଜ୍ଞାନ ଅପରାଧ, ବାଲ୍ୟ ଅପରାଧ, ଦାରିଦ୍ର୍ୟ, ବେକାରୀ ସମସ୍ୟା, ଆତ୍ମହତ୍ୟା, ଯୌତୁକ ପ୍ରଥା, ଅସ୍ପୃଶ୍ୟତା ପ୍ରଭୃତି ଆଧୁନିକ ସାମାଜିକ ସମସ୍ୟାଗୁଡ଼ିକୁ ଅନୁଧ୍ୟାନ କରୁଥିବା ସହିତ ଏହାର ଦୂରୀକରଣ ପାଇଁ ପଦକ୍ଷେପମାନଙ୍କର ଆଲୋଚନା କରେ। 10ରେ ନୃତତ୍ତ୍ୱ ଯଦି ଓ ସାମାଜିକ ସମସ୍ୟାଗୁଡ଼ିକୁ ଅଧ୍ୟୟନ କରିଥାଏ ତଥାପି ସେଗୁଡ଼ିକର ଦୂରୀକରଣ ନିମନ୍ତେ ପଦକ୍ଷେପମାନ ନେଇ ଆଲୋଚନା କରେ ନାହିଁ। 11 ଦେଲା ସମାଜ ବିଜ୍ଞାନ ମାନବିକ ଆଚରଣକୁ ସାମାଜିକ ଦୃଷ୍ଟିକୋଣରୁ ବିଚାର କରିଥାଏ। ନୃବିଜ୍ଞାନ ବା ମନୋବିଜ୍ଞାନ ମାନବିକ ଆଚରଣକୁ ମାନସିକ ଦୃଷ୍ଟିରୁ ବିଚାର କରିଥାନ୍ତି। ବୁଝିପାରିଲେ ପିଲାମାନେ? ହଁ ପିଲାମାନେ, ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓଟି ବହୁତ ଭଲ ଲାଗିଛି। ଯଦି ଭିଡ଼ିଓଟି ଭଲ ଲାଗିଛି ଭିଡ଼ିଓଟିକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ ଏବଂ ଭିଡ଼ିଓଟି ପ୍ରବଳ ମାତ୍ରାରେ ସେୟାର କରନ୍ତୁ, ଯାହାଫଳରେ କି ଆପଣ ସାଙ୍ଗସାଥିମାନେ ଭିଡ଼ିଓଟିକୁ ଦେଖି ଉପକୃତ ହୋଇପାରିବେ। ପିଲାମାନେ ଆଜି ପାଇଁ ଏତିକି, ରହିଲି। ଜୟ ଜଗନ୍ନାଥ। ଦେଖା ହେବ ନେକ୍ସଟ କ୍ଲାସରେ।